ଖୋର୍ଦ୍ଧାରେ ପଶିଲା ମହାନଦୀ ବନ୍ୟା ଜଳ। ଖୋର୍ଦ୍ଧା ବ୍ଲକର ହିରିମୂଳୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ପାଣି ବଢ଼ିବାରେ ଲାଗିଛି। ଏପରି ସ୍ଥିତି ରହିଲେ ବ୍ଲକର 10ଟି ଗାଁ ଲୋକେ ସମ୍ପୂର୍ଣ୍ଣ ଜଳବନ୍ଦୀ ହେବାର ଆଶଙ୍କା ମଧ୍ୟ ରହିଛି। ତେବେ ଏ ବନ୍ୟାରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି। ମହାନଦୀ ବନ୍ୟା ଜଳ ଖୋର୍ଦ୍ଧାରେ ପଶିଥିବା ନେଇ ସୂଚନା। ଖୋର୍ଦ୍ଧା ବ୍ଲକର ହିରିମୂଳୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏ ଗାଁଟି ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ମଧ୍ୟ ବନ୍ୟା ପାଣି ପଶିଛି। ପାଣି ବଢ଼ିବାରେ ଲାଗିଛି। ଏପରି ସ୍ଥିତି ରହିଲେ ବ୍ଲକର 10ଟି ଗାଁ ଲୋକେ ସମ୍ପୂର୍ଣ୍ଣ ଜଳବନ୍ଦୀ ହେବାର ମଧ୍ୟ ଆଶଙ୍କା ରହିଛି। ଯାହାର ଏକ୍ସକ୍ଲୁସିଭ୍ ଚିତ୍ର ଆପଣମାନେ ଅର୍ଗସ୍ ନ୍ୟୁଜ୍ରେ ଦେଖିପାରୁଛନ୍ତି। ଇଏ ଖୋର୍ଦ୍ଧା ବ୍ଲକର ହିରିମୂଳୁ ଗାଁ ରହିଛି, ଯେଉଁ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି ଏବଂ ଏଠାରେ ଜଳସ୍ତର ମଧ୍ୟ ବଢ଼ୁଛି। ଯିବା ଆସିବା ପାଇଁ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଡଙ୍ଗା ସାହାଯ୍ୟରେ ଲୋକେ ଯା ଆସ କରୁଛନ୍ତି। ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ପାଣି ହିଁ ପାଣି ଦେଖିବାକୁ ମିଳୁଛି। ଏ ବନ୍ୟା ଯେମିତି ସବୁକିଛି ଛାରଖାର କରିଦେଇଛି। ଲୋକଙ୍କର ଜୀବନ ଜୀବିକାଠୁ ଆରମ୍ଭ କରି ଚାଷବାସ ସବୁକିଛି ନଷ୍ଟ ହୋଇଛି। ଅନ୍ୟପଟେ ଡଙ୍ଗା କେବଳ ଯିବା ଆସିବାର ବଡ଼ ମାଧ୍ୟମ ସାଜିଛି। ଖୋର୍ଦ୍ଧା ହିରିମୂଳୁ ଗାଁରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଯେଉଁ ଗାଁଟି ବର୍ତ୍ତମାନ ସମୟରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି, କେଉଁଠି ଚାଷ ଜମି ରହିଛି, କେଉଁଠି ଘର ରହିଛି ତାହା ମଧ୍ୟ ଜାଣିବା ଅସମ୍ଭବ। କାହିଁକିନା ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ପାଣି ହିଁ ଦେଖିବାକୁ ମିଳୁଛି। ଏ ଏକ୍ସକ୍ଲୁସିଭ୍ ଚିତ୍ର ଅର୍ଗସ୍ ନ୍ୟୁଜ୍ରେ ଆପଣମାନେ ଦେଖିପାରୁଛନ୍ତି। ନଦୀରେ ଜଳସ୍ତର ବଢିଲା। ଖୋର୍ଦ୍ଧା ବ୍ଲକର ଅନେକ ଗାଁ ବର୍ତ୍ତମାନ ଚିନ୍ତାରେ, କାରଣ ମହାନଦୀର ଜଳ ପ୍ରବେଶ କରିସାରିଲା ପରେ ବର୍ତ୍ତମାନ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଆମେ ବର୍ତ୍ତମାନ ସ୍ଥିତି ପରଖୁଛୁ, କାରଣ ହିରିମୂଳ ଗାଁରେ ଆମେ ଅଛୁ, ଆମ ଟିମ୍ ଅଛି। ଏ ଦୃଶ୍ୟ ଦେଖୁଥିବେ, ହିରିମୂଳ ଗାଁରେ ବର୍ତ୍ତମାନ ବନ୍ୟା ଜଳ ପ୍ରବେଶ କରିଛି। ଯେହେତୁ ବାହ୍ୟ ଜଗତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ଆଉ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି, ନିଶ୍ଚିତ ଚିନ୍ତା ବଢାଇଛି ଖୋର୍ଦ୍ଧା ବ୍ଲକର এই ଗାଁକୁ। ଯଦି ଜଳସ୍ତର এইଭଳି ବଢି ଚାଲେ, ନିଶ୍ଚୟ ପାଖାପାଖି 10ରୁ ଉର୍ଦ୍ଧ୍ୱ ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବ, ଜଳବନ୍ଦୀରେ ଜୀବନ ଯିବ। କାରଣ ଇଏ ହିରିମୂଳ ଗାଁ, ଯେହେତୁ ରାସ୍ତା ଅଛି, ବନ୍ୟା ଜଳ ପରେ ରାସ୍ତା ଧୋଇ ଯାଇଛି, ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏ ଗାଁରେ ବର୍ତ୍ତମାନ ଯେହେତୁ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି, ଏ ଗାଁକୁ ବର୍ତ୍ତମାନ ବନ୍ୟା ଜଳ ପ୍ରବେଶ କରିଯାଇଛି। ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯାଇଛି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଆଉ କେମିତି ଦେଖୁଛନ୍ତି ବନ୍ୟା ଜଳ ଆପଣ ଗାଁରେ ପଶିଛି ଆଉ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ବିଚ୍ଛିନ୍ନ ହୋଇଛି ବାହ୍ୟ ଜଗତରୁ। ମହାନଦୀ ପାଣି ଛାଡିବାରେ ତ ବର୍ତ୍ତମାନ ଗାଁ ଗୁଡା ସବୁ ବୁଡି ଯାଇଛି। ଆଉ ପ୍ରଶାସନ ଆସିଛନ୍ତି, ସବୁ କାଲିଠୁ ଆସିଥିଲେ। ଆମର ଡିଆଖଳା କ୍ଷତିଗ୍ରସ୍ତ ହବ, ଦୁର୍ଗାପୁର, ଓରବରସିଂ, ରାୟପୁର, ଏପଟେ ବରୀ, ମାନପୁର, ଧବଳପୁର, ଏରା ସବୁ କ୍ଷତିଗ୍ରସ୍ତ ହେବେ। ସମସ୍ତେ ଅସୁବିଧା ଅଛନ୍ତି, ପ୍ରଶାସନ ଆସିକି ଦେଖିକି ଯାଇଛନ୍ତି ତ। ନିଶ୍ଚିତ, ଯେହେତୁ ଗତକାଲି ରାତିରୁ ପାଣି ବଢିଛି, ଲୋକଙ୍କ ଯୋଉ ଦୁର୍ଦ୍ଦଶା ବଢିବାରେ ଲାଗିଛି, ଗୃହପାଳିତ ପଶୁ କଥା କୁହନ୍ତୁ, କାରଣ ଗାଁରେ ବର୍ତ୍ତମାନ ବନ୍ୟା ଜଳ ପ୍ରବେଶ କରିସାରିଛି। ଆଉ ଯୋଉ କହିବେ ଗାଁକୁ ବର୍ତ୍ତମାନ ସାହାରା ପଡିଛି, ଯୋଉ 2 ଗୋଟି ଯୋଜନା ଡଙ୍ଗା ପ୍ରଶାସନ ପକ୍ଷରୁ ଯୋଗାଇ ଯାଉଛି। ଗାଁ ଭିତରେ ଦେଖିପାରୁଥିବେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଆସି ପହଞ୍ଚିଛି। ଯେହେତୁ ସମ୍ପୂର୍ଣ୍ଣ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି, ମେଡିକାଲ ଟିମ୍ ପକ୍ଷରୁ ଯାହା ନିତ୍ୟ ଆବଶ୍ୟକ ମେଡିସିନ ଯୋଗାଉଛନ୍ତି ବର୍ତ୍ତମାନ ସ୍ୱାସ୍ଥ୍ୟର କର୍ମଚାରୀ ମାନେ। ଆଲୋଚନା କରି ସ୍ୱାସ୍ଥ୍ୟକର୍ମୀ ମାନେ ଅଛନ୍ତି, କଣ ମେଡିକାଲ ପକ୍ଷରୁ ଯୋଗାଇ ଦିଆଯାଉଛି, କଣ ଲୋକ ଯେହେତୁ ବାହ୍ୟ ଜଗତ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଆମେ ସବୁ ମାଇନର ଟ୍ରିଟମେଣ୍ଟ ପାଇଁ ସବୁ ପ୍ରକାର ମେଡିସିନ ଆଣିଛୁ। ଆଉ ଯାହା ଲୋକଙ୍କର କମ୍ପ୍ଲେନ ହଉଛି ଜର, କାଶ, ଥଣ୍ଡା ଆଉ ଗୋଡ କୁଣ୍ଡେଇ ହଉଛି, ଏଇ ସାଧାରଣ ଖାଲି ପାଇଁ ଦିଆ ହଉଛି। ଆଉ ତାଙ୍କ ପାଇଁ ସେଇ ସାଧାରଣ ଭଳିଆ ହଉଛି। ସବୁ ପ୍ରକାର ଆମର ଯାହା ଟ୍ରିଟମେଣ୍ଟ ଆମର ଦରକାର, ଆମେ ସବୁ ପ୍ରକାର ଆଣିଛୁ। ମାଇନର ଟ୍ରିଟମେଣ୍ଟ ପାଇଁ ଯାହା ଆମର ଦରକାର ଏଇଟା, ଆଉ ଯାହା ସିରିୟସ୍ ହେଲା ମେଡିକାଲକୁ ଛାଡିବୁ, ହାଡପଦା ମେଡିକାଲ ରେଫର କରିବୁ। ନିଶ୍ଚୟ ଯଦି ଗୁରୁତର ହୁଏ ହାଡପଦା ମେଡିକାଲ ସ୍ଥାନାନ୍ତର କରାଯିବ। ଯେହେତୁ ମେଡିକାଲ ଟିମ୍ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି, ଯେହେତୁ ମାଇନର ରୋଗ ଯୋଉ କୁଣ୍ଡିଆ କଥା କୁହନ୍ତୁ, ଯୋଉ ମାଇନର ଝଣ୍ଡା, ଜ୍ୱର, କାଶ, ସମସ୍ତ ପ୍ରକାର ମେଡିସିନ ଯୋଗାଇ ଦେଉଛି ମେଡିକାଲ ଟିମ୍। ଗାଁରେ ଯେହେତୁ ସମ୍ପୂର୍ଣ୍ଣ ରାସ୍ତା ଗୋଟେ ନାହିଁ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି, ଗ୍ରାମବାସୀ ମାନେ ଦୁର୍ଦ୍ଦଶା ଧୀରେ ଧୀରେ ବଢିବ। କାରଣ ଏ ଗାଁଟି ସମ୍ପୂର୍ଣ୍ଣ ଜଳମଗ୍ନ ହବ। ଖାଲି ଏଇ ଗାଁ କାହିଁକି, ସମ୍ପୂର୍ଣ୍ଣ ଯୋଉ ଖୋର୍ଦ୍ଧା ବ୍ଲକର 10ରୁ ଉର୍ଦ୍ଧ୍ୱ ଗୋଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ରହିବ। ଦେଖିପାରୁଥିବେ ଟିମ୍ ଆସି ପହଞ୍ଚି, ଆଉ ଅନେକ ଲୋକ ଅଛନ୍ତି। ଆଜ୍ଞା, କଣ ସବୁ କହିବେ ପ୍ରଶାସନ ପକ୍ଷରୁ କଣ ସବୁ ବ୍ୟବସ୍ଥା କରାଗଲାଣି? ଯେହେତୁ ଆପଣ ଲୋକାଲ ପ୍ରତିନିଧି ଅଛନ୍ତି, ଏ ପଞ୍ଚାୟତର ଦୁର୍ଦ୍ଦଶା ଧୀରେ ଧୀରେ ପାଣି ବଢିବ, ଦୁର୍ଦ୍ଦଶା ମଧ୍ୟ ବଢିବ। ମୋ ନାଁ ସଞ୍ଜୟ କୁମାର ଅଛି। ଆମର କାଲିଠୁ ପାଣି ଟିକେ ଟିକେ ବଢୁଛି। ହୀରାକୁଦ ବ୍ୟାଟର କାଲି ଦ୍ୱିପହରେ ସବ୍ କଲେକ୍ଟର, ବିଡିଓ ଖୋର୍ଦ୍ଧା, ତହସିଲଦାର ଆସିଥିଲେ, ଲୋକମାନଙ୍କ ସାଙ୍ଗେ ଯୋଗାଯୋଗ କରିଥିଲେ, ପାଣିର ପରିସ୍ଥିତି ଦେଖିଥିଲେ ଏବଂ ଆମ
पंचायत एग्जीक्यूटिव अफिसर एडीओ मैडम से निर्देश देले पानी जदि बढ़िला ताले लोक मानकू जहाँ आवश्यक सुखला खाद्य और रंधन कार्य व्यवस्था करा आज 10टा 11टा समय आम खोर्धा सीडीपीओ मैडम एवं स्वास्थ्य विभाग कर्मी मैंने आसिक लोक सुविधा सुविधा बुझुंट प्रशासन से जिला प्रशासन जागृत अच्छी लोक मान कथा आम देखु जेहेतु आप स्थानीय प्रतिनिधि पानी स्तर धीरे धीरे बढ़िया लगी केते गाँ अफेक्टेड हम केते लोक बर्तमान जलबंदी रही यदि पानी बढ़े आमर ओरबरसी पंचायत 5टा रेवेन्यू विलेज बर्तमान आम प्राय डीहखोला दुर्गापुर हिरिमूल ओरबरसी 4टी जब पानी बढ़े ताले 4टी रेवेन्यू विलेज अफेक्टेड होगा बहुत आशंका रही नवनगर पंचायत ओरमी मानपुर धवलपुर बड़पुर ये 4टी गाँ अफेक्टेड होगा हाँ आगे दुर्दशा बड़े प्रशासन पक्ष समस्त व्यवस्था कराई तो हाँ आज्ञा समस्त जोगाजोग अच्छा आसिक लोक सुविधा असुविधा बुझुं आम व्यवस्था करूँ लोक मान सुखिला खाद्य खाद्य यथाशीघ्र जोगे देव जेहेतु आप आलोचना करते स्थानीय प्रतिनिधि मान कथा कहतु जेहेतु पानी धीरे धीरे बढ़ जमी पूर्व आप सूचना दूसरी 10 रु ऊर्ध्व गोटे गाँ जलमग्न रोके जलबंदी जीवन काटे कारण लोक खाली कहीं गृहपालित पशु कथा कहतु अनेक असुविधार सम्मुखीन हे से प्रशासन अत्यंत तत्पर देखी रंधा खाद्य कथा कहतु मेडिसिन कथा कहतु समस्त अत्यावश्यक सामग्री जोगे देवार व्यवस्था कराई सहित रंधा खाद्यर व्यवस्था कर सूचना मिली निश्चित आवश्यकता पड़े जेहेतु प्रशासन आउ त्वरित पदक्षेप नब जेहेतु जलस्तर धीरे धीरे बढ़ाई लगी खाली गोटे गाँ संपूर्ण बाह्य जगत विच्छिन्न होती आहरी अनेक गाँ क्षतिग्रस्त हबार सम्मुखीन रही देखा बाकी रहा प्रशासन आगे कौन पदक्षेप नब ए जलबंदी जीवन लोक किभली दुर्दशा सहायक हम और प्रशासन से निकट में पहुंचब और समस्त प्रकार सुविधा पहुंचाई पार खोर्धार वीडियो जर्नलिस्ट दिलीप नायडू संग्राम रिपोर्ट अर्गस न्यूज।